ଷ୍ଟଡି ସାଇନ୍ସେସ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଆମେ ପ୍ରିଭିୟସ୍ ଭିଡ଼ିଓରେ ଏମ୍ଏଡ୍ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ 2025ର ଯେଉଁ ସେକେଣ୍ଡ ୟୁନିଟ୍ର 25ଟା ପ୍ରଶ୍ନ ଯେଉଁ କରିଥିଲେ ତା'ର ନେକ୍ସଟ ପାର୍ଟ, ଯାହାକି ଆଜି ଆମେ ଆଉ 25ଟା କ୍ୱେଶ୍ଚନ୍ ଡିସ୍କସନ୍ କରିବା। ଯାହାକି ଆମେ କ'ଣ କରୁଥିଲେ, ଆମେ କରୁଥିଲେ କ୍ରିଏଟିଭିଟି, ଇଣ୍ଟେଲିଜେନ୍ସ, ସ୍କିନର, ଭାଇଗସ୍କି ଆଉ ଆମର ଯେଉଁ ଅଛନ୍ତି ପିଆଜେଟ୍, ତାଙ୍କ ଉପରେ ଆମେ MCQ ମାନେ ଡିସ୍କସନ୍ କରୁଥିଲେ। ତ ଆଜି ଦେଖିବା ଆଉ 25ଟା କ୍ୱେଶ୍ଚନ୍ ଦେଖିବା, ଡିସ୍କସନ୍ କରିବା, ଜାଣିବା ସେଇ ସମ୍ପର୍କରେ ଆଉ ଟିକେ ଅଧିକ କିଛି ଜାଣିବା। ତ ପ୍ରଥମେ ଆମେ ଦେଖିବା ଯେଉଁ 25 ନମ୍ବର କହିଥିଲେ, ତାପରେ 26 ନମ୍ବର ଦେଖିବା। ତ କ'ଣ କହିଛି, ଟିଚର୍ସ କ୍ୟାନ୍ ପ୍ରମୋଟ୍ କ୍ରିଏଟିଭିଟି। ଟିଚର୍ କିପରି କ୍ରିଏଟିଭିଟିକୁ ପ୍ରମୋଟ୍ କରିବେ, ଟିଚର୍ କିପରି କ୍ରିଏଟିଭିଟିକୁ କ'ଣ କରିବେ, ପ୍ରମୋଟ୍ କରିବେ। ପ୍ରଥମ ଅପସନ୍ ଦେଇଛି ଗିଭିଂ ଫିକ୍ସଡ୍ ଆନ୍ସାର୍। ଫିକ୍ସଡ୍ ଆନ୍ସାର୍ ଦେଇକି ସେ କ୍ରିଏଟିଭିଟିକୁ ତାମାନେ କହିବାକୁ ଚାହୁଁଛନ୍ତି କ୍ଲୋଜ୍ ଏଣ୍ଡେଡ୍ ଆମର କ୍ୱେଶ୍ଚନ୍ ଯାହା ଥାଏ। ଆପଣମାନେ ଜାଣିଥିବେ ଆମର କ୍ୱେଶ୍ଚନ୍ ଯେଉଁ ଥାଏ କ୍ଲୋଜ୍ ଏଣ୍ଡେଡ୍, ଓପନ୍ ଏଣ୍ଡେଡ୍ କ୍ୱେଶ୍ଚନ୍ ଦୁଇ ପ୍ରକାରର ଆମେ ପଢ଼ିଛେ। କ୍ଲୋଜ୍ ଏଣ୍ଡେଡ୍ରେ ଆମର ଫିକ୍ସ ଆନ୍ସାର୍ ଆସିଥାଏ, କିନ୍ତୁ ଓପନ୍ ଏଣ୍ଡେଡ୍ରେ ଆମର ଆନ୍ସାର୍ଟା ଆମର ଭେରିଏସନ୍ ରହିଥାଏ, ଡାଇଭର୍ସିଟି ଦେଖାଯାଇଥାଏ। ଆନ୍ସାର୍ରେ କ'ଣ ଡାଇଭର୍ସ ଥିଙ୍କିଂଟା ଆମର ରିଫ୍ଲେକ୍ଟ କରିଥାଏ। କିନ୍ତୁ କ୍ରିଏଟିଭିଟିରେ କ'ଣ, କ୍ରିଏଟିଭିଟିରେ ଡାଇଭର୍ସିଟି ଅଫ୍ ଥିଙ୍କିଂ ପ୍ରୋସେସ୍ର ଆମକୁ କି ରୋଲ୍ଟା ଜଣାପଡ଼ିଥାଏ, କିପରି ଛୁଆଟା ଚିଲଡ୍ରେନ୍ଟା କ'ଣ କରୁଛି, ବିଭିନ୍ନ କ୍ଷେତ୍ରକୁ ଆଖି ଆଗରେ ରଖି ଚିନ୍ତା କରୁଛି, ତାହାକୁ କ୍ରିଏଟିଭିଟି ଧ୍ୟାନ ଦିଏ। କିନ୍ତୁ ଫିକ୍ସ ଆନ୍ସାର୍ କୌଣସି ପ୍ରକାର ଆମକୁ କ୍ରିଏଟିଭିଟିର ରୋଲ୍ ଜଣାପଡ଼େ ନାହିଁ। ତ ଆମେ ଏ ଅପସନ୍କୁ ବି ଭୁଲ କରିଦେବା। ଏନକରେଜିଂ ରୋଡ୍ ଲର୍ଣ୍ଣିଂ କହିଛି, ଏଟା ବି ଭୁଲ। ତାପରେ ଏନକରେଜିଂ ଓପନ୍ ଏଣ୍ଡେଡ୍ କ୍ୱେଶ୍ଚନ୍, କ'ଣ ଓପନ୍ ଏଣ୍ଡେଡ୍ କ୍ୱେଶ୍ଚନ୍ରେ କ'ଣ ତାର ଯେଉଁ କ୍ରିଏଟିଭିଟିଟା ଥିବ ତାହା ଆମକୁ ପୁରା ରିଫ୍ଲେକ୍ଟ କରିବ। ତ ଆମେ ଏଠାରେ କ'ଣ କରିବା, ଅପସନ୍ ସିକୁ ଆମେ ଠିକ୍ କରିବା। ଟେକ୍ସଟ ବୁକ୍ ଏଟା ବି ଭୁଲ ହେଇଯିବ। ନେକ୍ସଟ ଦେଖିବା ଆମର କ'ଣ 27 ନମ୍ବର ପ୍ରଶ୍ନ କହିଛି କ'ଣ, ହ୍ୱିଚ୍ ଟେଷ୍ଟ ଇଜ୍ ୟୁଜ୍ ଟୁ ମେଜର୍ କ୍ରିଏଟିଭିଟି। କ୍ରିଏଟିଭିଟିକୁ ମେଜର୍ କରିବା ପାଇଁ ଆମର କେଉଁ ଟେଷ୍ଟଟା ୟୁଜ୍ କରାଯାଏ। ଆପଣ ଦେଖନ୍ତୁ ଅପସନ୍ ଗୁଡ଼ାକ, ମୁଁ ଆପଣଙ୍କୁ ସଠିକ୍ ଅପସନ୍ କହିଦେଉଛି, ଟୋରାନ୍ସ ଟେଷ୍ଟ। ଆପଣଙ୍କର ଅପସନ୍ ବି ହେଇଯିବ। ଆପଣ ଏଇଟା ମନେ ରଖିବେ କେଉଁ ଟେଷ୍ଟ କାମ କରିଥାଏ, ଟୋରାନ୍ସ ଟେଷ୍ଟ। ଆଉ ଆପଣ ଜାଣିଥିବେ କ'ଣ କ୍ରିଏଟିଭିଟିଟା ମୁଁ ଆଗରୁ କହିଥିଲି କ'ଣ, ଏବେ କହିଛି କି କ୍ରିଏଟିଭିଟିଟା ଏପରି ଏକ ଥିଙ୍କିଂ ଯାହାକି ଆମକୁ କିଛି କ'ଣ ଦେଇଥାଏ, ଆଉଟ୍ ଅଫ୍ ବକ୍ସ କିଛି ଚିନ୍ତାଧାରା ଆମକୁ ପ୍ରଦାନ କରିଥାଏ। କିଛି ନୂଆ ଥିଙ୍କିଂ, କିଛି ଅରିଜିନାଲିଟି ଥିବ, ସେଇଭଳିଆ ଥିଙ୍କିଂ ପ୍ରୋସେସ୍କୁ ଆମେ କ'ଣ କହିଥାଉ, କ୍ରିଏଟିଭିଟି କହିଥାଉ। ତାପରେ ଆଗକୁ ବଢ଼ିଯିବା ଆମେ ଆଉ 28 ନମ୍ବର ପ୍ରଶ୍ନ ଦେଖିବା କ'ଣ, ଇଣ୍ଟେଲିଜେନ୍ସ ଟେଷ୍ଟ କ୍ୟାନ୍ ବି କ୍ଲାସିଫାଏଡ୍ ଏଜ୍। ଇଣ୍ଟେଲିଜେନ୍ସ ଟେଷ୍ଟ ଯେଉଁ ଅଛି ତାହାକୁ କିପରି କ୍ଲାସିଫାଏଡ୍ କରାଯାଇପାରେ। ଏଠାରେ ଆମର ଦୁଇଟା ହେଇଯିବ, ନର୍ମ ରେଫରେନ୍ସ ଆଉ କ୍ରାଇଟେରିଆନ୍ ରେଫରେନ୍ସ। ତ ଆପଣଙ୍କର ଅପସନ୍ କ'ଣ ହେଇଯିବ, ଅପସନ୍ ସି ହେଇଯିବ ଆପଣଙ୍କର କରେକ୍ଟ ଆନ୍ସାର୍। ଏଠାରେ ଯଦି ଆମେ ବୁଝିବାକୁ ଯିବା ନର୍ମ ରେଫରେନ୍ସ ଆଉ କ୍ରାଇଟେରିଆନ୍ ରେଫରେନ୍ସ, ଏଥିରେ କ'ଣ ହେଇଥାଏ ନା, ନର୍ମ ରେଫରେନ୍ସରେ ଆପଣଙ୍କର ମାର୍କ ଗୁଡ଼ା କମ୍ପେୟାର ହେଇଥାଏ। ପ୍ରଥମେ କୌଣସି ପ୍ରକାର ଆପଣଙ୍କୁ କଟ୍ ସ୍କୋର କିମ୍ବା କ୍ୱାଲିଫିକେସନ୍ ମାର୍କ କିଛି ଆପଣଙ୍କୁ ଦିଆଯିବ ନାହିଁ। ପ୍ରଥମେ ଆପଣ ଏକ୍ଜାମିନେସନ୍ ସେଣ୍ଟରରେ ବସିବେ, ଏକ୍ଜାମ୍ ଦେଇ ସାରିବେ, ତାପରେ ଆପଣଙ୍କର ଯେଉଁ ଗ୍ରୁପ୍ ଅଛନ୍ତି, ଯେଉଁ ପିଲାମାନଙ୍କ ସହିତ ଆପଣ ଏକ୍ଜାମ୍ ଦେଇଛନ୍ତି, ତାଙ୍କ ସହିତ ଆପଣଙ୍କ ମାର୍କଟା କ'ଣ ହେବ, କମ୍ପେୟାର କରାଯିବ, କମ୍ପାରିଜନ୍ ହେବ।
देन आपणकर रैंक बाहर कि कौन हम सेटा नेक्स्ट प्रोसीजर किंतु क्राइटेरियन रेफरेंस रे कौन होता है क्राइटेरियन रेफरेंस रे कौन होता है आपन को कट स्कोर दि जाए गोटे क्वालिफिकेशन मार्क दि जाए आपण को इंस्ट्रक्शन प्रदान करा जाए जदि मु भूल कहू न थाए ताहले एटा ही आपणकर ठीक तो एटे आम इंटेलिजेंस टेस्ट केते प्रकार कौन कौन क्लासीफाइड होती आम क्राइटेरियन रेफरेंस आउ नॉर्म रेफरेंस देन 29 नंबर प्रश्न को देखिबा कौन आईक्यू टेस्ट आर स्टैंडर्डाइज्ड टू हैव ए मीन ऑफ कौची ता माने होची हमर कोन हमर एवरेज केते छुआ माने जहां मेंटल आईक्यू टेस्ट रे केउ नंबर आसे जहा को भी आधार करी हमें काण कहिताउ मीन माने एवरेज बोली कहिताउ आपनकर ऑप्शन हे जिवो सी 100 तापरे हमें नेक्स्ट प्रश्न देखिबा 30 नंबर व्हिच फैक्टर डज नॉट डायरेक्टली इन्फ्लुएंस इंटेलिजेंस केउटा डायरेक्टली इन्फ्लुएंस हुए नहीं क्योंपाई इंटेलिजेंस पाई आपड़ देखो हेरिडिटी होता है एनवायरनमेंट होता है न्यूट्रिशन ये किंतु स्लीप कौन सी है न थाए तो आपंकर ऑप्शन क्योंटा आपंकर ऑप्शन सी हो करेक्ट देन 31 नंबर प्रश्न देखा डायवर्जेंट थिंकिंग इज द एबिलिटी टू डायवर्जेंट थिंकिंग कौन मुझे ही आपको कही कि डायवर्जेंट थिंकिंग कौन होता है आमर क्रिएटिविटी को शो करी थाए तो डायवर्जेंट थिंकिंग रे वन डायरेक्शन तो हेनी एटा भूल हो गला मल्टीपल सॉल्यूशन एटा ठीक लगुच तार फोकस ऑन वन आंसर भी हेबो नहीं इग्नोरिंग क्रिएटिविटी नो एटा डायवर्जेंट थिंकिंग मन रखु ऑलवेज क्रिएटिविटी को आपण फोकस करेंगे डायवर्जेंट थिंकिंग रे तो आमे कौन मल्टीपल सॉल्यूशन को ठीक करवा आमर ऑप्शन कौन बी ऑप्शन हो करेक्ट तापर देखिए 32 नंबर कौन कही 32 नंबर कही आपण को एन इंडिविजुअल विथ हाई इमोशनल इंटेलिजेंस कौन एन इंडिविजुअल विथ हाई इमोशनल इंटेलिजेंस इज आपणकर ऑप्शन देछि रूड बिहेवियर शो करि थाए ना सोशल अनअवेयर रही थाए तो ना इमोशनल अवेयर एंड एम्पैथेटिक ता माने फीलिंग शो करि थाए ना अनअवेयर ऑफ अदर फीलिंग आमर कौन हो एटा भूल लास्ट भी भूल हो आमर ऑप्शन कौन है ऑप्शन हम आमर सी कहीं एठारे कहूँ इमोशनल इंटेलिजेंस कौन इमोशनल इंटेलिजेंस तार वेल स्ट्रक्चर होकी थाए तार कौन से इमोशनली अवेयर थाए आउ तार एम्पैथी मनोभाव रही था अन्य प्रति कौन एम्पैथिक मनोभाव रही थाए आमर ऑप्शन सी हो देन 33 नंबर प्रश्न आम देखा कौन कही पियाजेट कन्सिडर्ड इंटेलिजेंस एज ए फॉर्म ऑफ पियाजेट जो इंटेलिजेंस कही से कौन कही स्टैटिक नॉलेज एटा तो भूल हो स्टैटिक हेबनी इमोशनल आउटकम एटा भी भूल हो मेकानिकल रेस्पॉन्स एटा भी भूल हो पियाजेट कही कौन से कॉग्निटिव डेवलपमेंट थ्योरी उपरे तांकर थ्योरी जो मतटा देइथिले तो एठारे आपनकर ऑप्शन कौन हो एडेप्टिव बिहेवियर कौन सी बिहेवियर को एडप्ट करिवा बिहेवियर रे कौन करिवा चेंज करिवा सेटा को आपनकर बुझाए तो एठी आपनकर कौन एडेप्टिव बिहेवियर रही आपनकर करेक्ट आंसर तापर देखिबा 34 नंबर कौन कहि क्रिएटिविटी कैन बी एनकरेज थ्रो क्रिएटिविटी किपरि एनकरेज कराए क्रिएटिविटी को किपरि आमे एनकरेज करिवा कहा द्वारा फियर ऑफ फेलियर नो एटा फियर ऑफ फेलियर हेबनी रिजिड रूल एटा भी हेबनी सब नेगेटिव कहूवा जिनिस को आपण काटी काटी जानतु स्ट्रिक्ट डिसिप्लिन टा भी नेगेटिव जाउची किंतु एक्सप्लोरेशन एंड रिस्क टेकिंग एथिरे आमर एटा करेक्ट लगुच एटा ही आमर करेक्ट आंसर कौन सी रिस्क नवा आउ आमे सक्सेस को पहुँचवा एवं आमे सोसाइटी रे हो किंबा आमर जो आमर माइंड रे हो आमे कौन करवा एक्सप्लोरेशन करवा एक्सप्लोर करिकी किछि नुआ जिनिस संधान करवा हेउछि आमर क्रिएटिविटी एवं ए प्रकार एक्टिविटी रु ही आमर कौन क्रिएटिविटी को आमे एनकरेज करि परिबा किछि ताकू हैंड ऑन एक्टिविटी रे प्रदान करवा हैंड ऑन एक्टिविटी प्रदान
କରିବା, ଏକ୍ସପ୍ଲୋରେସନ୍ କରିବାକୁ ତାକୁ ସୁଯୋଗ ପ୍ରଦାନ କରିବା, ରିସ୍କ କେମିତି ସେ ନେଉ ଏବଂ ତାକୁ ପ୍ରୋବ୍ଲେମ୍ ସଲଭିଂ ଆଟିଟ୍ୟୁଡ଼ ତା ପାଖରେ ଆସୁ ସେ ଉପରେ ମଧ୍ୟ ଧ୍ୟାନ ଦେବା। ତାପରେ ଆପଣଙ୍କର ଆଉ କ'ଣ ଅଛି ଦେଖିବା ଆମର, ତାପରେ ଆମର ଆଉ ଅଛି ଏ ମେଜର ରୋଲ୍ of the teacher is developing creativity is a major role of the teacher। ଯେଉଁ ଆମର ଟିଚରଙ୍କର ରୋଲ୍ ଅଛି କ୍ରିଏଟିଭିଟି ପାଇଁ, କ୍ରିଏଟିଭିଟିକୁ ଡେଭଲପ୍ କରିବା ପାଇଁ, ସେଇଟା କ'ଣ? ଅପସନ୍ ମାନଙ୍କ ଭିତରୁ ଆମେ ବାଛିବା କି ଟିଚରଙ୍କ ରୋଲ୍ଟା କ'ଣ। ଗିଭିଂ କରେକ୍ଟ ଆନ୍ସର୍, ଡାଇରେକ୍ଟ କରେକ୍ଟ ଆନ୍ସର୍ ଦେଇଦେଲେ ଆମର ଏଇଟା ଠିକ୍ ହେବ ନାହିଁ। ଆମର କ'ଣ ହେବ ନା ସେ ଡାଇରେକ୍ଟ କରେକ୍ଟ ଆନ୍ସର୍ଟା ଦେଇଯିବ। ତାକୁ ଆମେ କ'ଣ କରିବା, ଆମେ ତାକୁ ହିଁ ଅପରଚ୍ୟୁନିଟି ଦେବା କି ସେ କ୍ୱେଶ୍ଚନଟା ଖୋଜିକି ବାହାର କରୁ। ତାପରେ ତ ଆମର କ'ଣ ଏଇଟା ଭୁଲ ହେଇଯିବ। ଦେନ୍ ତାପରେ ଆମର କ'ଣ ହେବ, କ୍ରିଏଟିଂ ଏ ସେଫ୍ ଏନଭାରମେଣ୍ଟ। କ'ଣ ହେବ, କ୍ରିଏଟିଂ ଏ ସେଫ୍ ଏନଭାରମେଣ୍ଟ ଫର୍ ଏକ୍ସପ୍ରେସନ୍। ତାକୁ ଗୋଟେ ଏନଭାରମେଣ୍ଟ ପ୍ରଦାନ କରିବା ଯେଉଁ ଏନଭାରମେଣ୍ଟରେ କି ସେ ନିଜକୁ ଏକ୍ସପ୍ରେସ୍ କରିବ, ନିଜର ଯେଉଁ କ୍ରିଏଟିଭ୍ ଥିଙ୍କିଂ ଆସୁଛି ତାହାକୁ ସେ ଏକ୍ସପ୍ରେସ୍ କରିବ, ରିଫ୍ଲେକ୍ଟ କରାଇବ। ତ ଆମର ଅପସନ୍ କ'ଣ, ଆମର ଅପସନ୍ ହେବ ବି, ଯାହାକି ଆମର ଠିକ୍। ଆଭଏଡ଼ିଂ ଗ୍ରୁପିଂ ହେବନି, ଓନ୍ଲି ଫ୍ୟାକ୍ଚୁଆଲ୍ ନଲେଜ୍ ଏଟା ବି ହେବ ନାହିଁ। ତାପରେ 36 ନମ୍ବର ଦେଖିବା କ'ଣ, ଇଣ୍ଟେଲିଜେନ୍ସ ଇଜ୍। ଇଣ୍ଟେଲିଜେନ୍ସଟା କ'ଣ, ଇଣ୍ଟେଲିଜେନ୍ସ ଇଜ୍ ଆମେ ଦେଖିବା ଅପସନ୍ ଫିକ୍ସড, नो ଇଣ୍ଟେଲିଜେନ୍ସଟା ଫିକ୍ସড ନୁହଁ। ତାପରେ ଅନଚେଞ୍ଜେବୁଲ୍, नो ଏଟା ଇଣ୍ଟେଲିଜେନ୍ସ ଚେଞ୍ଜେବୁଲ୍ ଅଟେ। ତାପରେ ଇନଫ୍ଲୁଏନ୍ସଡ୍ ବାଇ ଜିନ୍ସ ଆଣ୍ଡ ଏନଭାରମେଣ୍ଟ, ଏଟା ଠିକ୍ ଲାଗୁଛି। କମ୍ପ୍ଲିଟଲି ହେରିଡ଼ିଟି, ସେଟା କମ୍ପ୍ଲିଟଲି ହେରିଡ଼ିଟି ଉପରେ ଫୋକସ୍, ତାମାନେ ଇନଫ୍ଲୁଏନ୍ସ ନୁହଁ, କିଛି ମାତ୍ରାରେ କରିଥାଏ କିନ୍ତୁ ଆମେ କମ୍ପ୍ଲିଟଲି କହିବାଟା ଭୁଲ ହେଇଯିବ। ଆମର ଏଠିରେ କ'ଣ ହେବ, ଇନଫ୍ଲୁଏନ୍ସଡ୍ ବାଇ ଜିନ୍ସ ଆଣ୍ଡ ଏନଭାରମେଣ୍ଟ, ଆମର ଅପସନ୍ ସି କରେକ୍ଟ ହେଇଯିବ। ତାପରେ ଦେଖିବା 37 ନମ୍ବର ପ୍ରଶ୍ନ କ'ଣ କହିଛି, ହ୍ୱିଚ୍ ଲର୍ଣ୍ଣିଂ ଥିଓରି ସପୋର୍ଟ ଟ୍ରାଏଲ୍ ଆଣ୍ଡ ଏରର୍। ଟ୍ରାଏଲ୍ ଆଣ୍ଡ ଏରର୍ ଆମର କିଏ ସପୋର୍ଟ କରୁଥିଲେ କିମ୍ବା କାହାର ଥିଓରି ଥିଲା, ଆପଣ ଦେଖିକି ଜାଣିଯିବେ କାହାର ଥିଲା। ଆପଣଙ୍କର ଇଏରେ ହିଁ ଅଛି ଥର୍ଣ୍ଡାଇକ୍ ଆଉ ପାଭଲୋଭ, ପିଆଜେଟ୍, ବାନ୍ଦ୍ରା, ଏଇଟା ହେବ ନାହିଁ। ତାପରେ ଦେଖିବା 38 ନମ୍ବର ପ୍ରଶ୍ନ କ'ଣ କହିଛି। 38 ନମ୍ବର ପ୍ରଶ୍ନ ଆପଣଙ୍କର କହିଛି, ହୁ ଇଣ୍ଟ୍ରୋଡ୍ୟୁସ୍ଡ ଦ କନସେପ୍ଟ ଅଫ୍ ରେଡିନେସ୍ ଇନ୍ ଲର୍ଣ୍ଣିଂ। ଆପଣଙ୍କର ଯେଉଁ ରେଡିନେସ୍ ଥିଲା, ତାପରେ ଲ ଅଫ୍ ଏକ୍ସରସାଇଜ୍ ଥିଲା, ଲ ଅଫ୍ ପ୍ରାକ୍ଟିସ୍ ଯେଉଁ ଥିଲା, ସେଟା ସବୁ କ'ଣ, ସେଟା କାହା ଥିଓରି ଉପରେ ପର୍ଯ୍ୟବେସିତ ଥିଲା ନା ସେଟା ଟ୍ରାଏଲ୍ ଆଣ୍ଡ ଏରର୍ ଥର୍ଣ୍ଡାଇକ୍ଙ୍କର ଥିଓରି ଉପରେ ପର୍ଯ୍ୟବେସିତ ଥିଲା। ଆଉ ଆପଣ ଯେଉଁ ଜାଣିଥିବେ ଅପରେଣ୍ଟ କଣ୍ଡିସନିଂଟା କାହାର, ସ୍କିନରଙ୍କର। କଗ୍ନିଟିଭ୍ ଡେଭଲପମେଣ୍ଟ ବି ଆମର କାହାର, ପିଆଜେଟ୍ଙ୍କର, ଯାହାକି ଆମର କେଉଁ ସିଲାବସ୍ରେ ଅଛି, ଆମ ଏମ୍ଏଡ୍ ସିଲାବସ୍, ଏଣ୍ଟ୍ରାନ୍ସ ସିଲାବସ୍ରେ ରହିଛି। ଦେନ୍ 39 ନମ୍ବର ପ୍ରଶ୍ନ ଦେଖିବା, ଦ ପ୍ରୋସେସ୍ ଅଫ୍ ଆଡ଼ଜଷ୍ଟିଂ ଏକ୍ଜିଷ୍ଟିଂ ସ୍କିମା ଟୁ ଫିଟ୍ ନ୍ୟୁ ଇନଫର୍ମେସନ୍। ଗୋଟେ ନୂଆ ଇନଫର୍ମେସନ୍କୁ କ'ଣ କରିବା, ଯେଉଁ ଆମର ଏକ୍ଜିଷ୍ଟିଂ ସ୍କିମା ଅଛି ତା ଉପରେ ଆମେ ଆଡ଼ଜଷ୍ଟ କରାଇବା, କିଛି ମୋଡ଼ିଫାଏ କରିବା, ବୁଝିପାରିଲେ, ତାହେଲେ ତାକୁ ଆମେ କ'ଣ କହିବା। ଏଠାରେ ଦେଖନ୍ତୁ ଇକ୍ୱିଲିବ୍ରିୟମ୍ ହେବନି, ରିଇନଫୋର୍ସମେଣ୍ଟ ହେବନି, ରିପିଟେସନ୍ ବି ହେବନି, ଏକୋମୋଡେସନ୍ ଆପଣଙ୍କର ହେବ। ଆମର ଯେଉଁ ରହିଛି ସ୍କିମା, ଆସିମିଲେସନ୍ ଆଉ ଏକୋମୋଡେସନ୍। ତ ଆମର ସ୍କିମା କ'ଣ, କିଛି ବିଲ୍ଡିଂ ବ୍ଲକ୍, ଯାହାର କି ନଲେଜ୍, ଯାହାର କି କିଛି କ୍ଲୁ ଆମ ମାଇଣ୍ଡରେ ରହିଯାଇଥାଏ। ବିଲ୍ଡିଂ ବ୍ଲକ୍ସ ଅଫ୍ ଏନି ଟାଇପ୍ ଅଫ୍ ନଲେଜ୍ ଇନ୍ ଆୱାର ମାଇଣ୍ଡ, ଯାହାକି ଆଗରୁ ଗୋଟେ ଛବି ରହିଯାଇଥାଏ। କିନ୍ତୁ ଆସିମିଲେସନ୍ଟା କାଣା, କିଛି ଯେଉଁ ଏକ୍ଜିଷ୍ଟିଂ ସ୍କିମା ଅଛି, ଯେଉଁ ଏକ୍ଜିଷ୍ଟିଂ ସ୍କିମା ଉପରେ କିଛି ନୂଆ ଇନଫର୍ମେସନ୍ ଆଡ଼୍ କରିଦେବା, କିଛି ନୂଆ ଇନଫର୍ମେସନ୍ ଯେଉଁ ଏକ୍ଜିଷ୍ଟିଂ ସ୍କିମା ଉପରେ ଆଡ଼୍ କରିଦେବା। ତାପରେ ଏଠାରେ ଆମେ ଦେଖିବା ଏକୋମୋଡେସନ୍ ବୋଲି ନୂଆ ଏନଭାରମେଣ୍ଟ, ନୂଆ ପରିସ୍ଥିତିରେ ସେଇ ଯେଉଁ ଆମର ନଲେଜଟା ଥିଲା ସେଇ ନଲେଜକୁ କ'ଣ କରିବା, ମୋଡ଼ିଫାଏ କରିବା, ହେଲା,
ମୋଡ଼ିଫାଏ କରିବାକୁ ଆମେ ଏକୋମୋଡେସନ୍ ବୋଲି କହିଥାଉ କିମ୍ବା ଆଡ଼ଜଷ୍ଟ କରିବା ସେଇଟା ଆମର ଏକୋମୋଡେସନ୍। ଯଦି ଆଡ଼ଜଷ୍ଟ ହେଇଗଲା ତାହେଲେ ତାହା କ'ଣ ହେବ? ଇକ୍ୱିଲିବ୍ରିଏସନ୍ ହେବ। ତାହେଲେ ଏଠି ଆମେ ଜାଣିଲେ ଏଇଟା ଯେଉଁ ଆମର ଅଛି 39 ନମ୍ବରର ପ୍ରଶ୍ନର ଉତ୍ତର କ'ଣ ହେଇଯିବ? ଆମର ଅପସନ୍ ସି ଏକୋମୋଡେସନ୍। ତାପରେ 40 ନମ୍ବର ପ୍ରଶ୍ନ ଅଛି କ'ଣ? ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ନଟ୍ ଏ ଷ୍ଟେଜ୍ ଅଫ୍ କ୍ରିଏଟିଭ୍ ଥିଙ୍କିଂ। କ୍ରିଏଟିଭ୍ ଥିଙ୍କିଂର ଆମର ଯେଉଁ ଅଛି ସେ ଭିତରେ କେଉଁଟା ଏକ ପ୍ରୋସେସ୍ ନୁହଁ? ନୋଟ୍ କହିଛି। ପ୍ରିପାରେସନ୍ ହେବ, ଇନକ୍ୟୁବେସନ୍ ହେବ, ଇଲୁମିନେସନ୍ ହେବ, କିନ୍ତୁ କ୍ଲାସିଫିକେସନ୍ ହେବ ନାହିଁ। ଆମର ଅପସନ୍ କେଉଁଟା? ଆମର ଅପସନ୍ ସି ହେଇଯିବ କରେକ୍ଟ। ତାପରେ ଆମେ 41 ନମ୍ବର ପ୍ରଶ୍ନ ଦେଖିବା। 41 ନମ୍ବର ପ୍ରଶ୍ନ କ'ଣ କହିଛି? ହ୍ୱିଚ୍ ଆପ୍ରୋଚ୍ କମ୍ବାଇନ୍ସ ଲର୍ଣ୍ଣିଂ ୱିଥ୍ ସୋସିଆଲ୍ ଆଣ୍ଡ କଲଚରାଲ୍ ଆସ୍ପେକ୍ଟ। କ'ଣ ଏଥିରେ କହିଛି ଆପଣଙ୍କର? ହ୍ୱିଚ୍ ଆପ୍ରୋଚ୍ କମ୍ବାଇନ୍ସ ଲର୍ଣ୍ଣିଂ ୱିଥ୍ ସୋସିଆଲ୍ ଆଣ୍ଡ କଲଚରାଲ୍ ଆସ୍ପେକ୍ଟସ୍। ଯେଉଁ ଆମର ସୋସିଆଲ୍ ଆଣ୍ଡ କଲଚରାଲ୍ କ'ଣ ଅଛି? ଆସ୍ପେକ୍ଟସ୍ ଅଛି ଯେଉଁଟା ଲର୍ଣ୍ଣିଂରେ କ'ଣ କମ୍ବାଇନ୍ ହେଇଛି, ସେଇଟା କେଉଁ ଆପ୍ରୋଚ୍ ଦ୍ୱାରା ଏଇଟା ହେଇଛି? କ'ଣ ସୋସିଆଲ୍ ଆଣ୍ଡ କଲଚରାଲ୍ ଆସ୍ପେକ୍ଟଟା କ'ଣ ହେଇଛି? କମ୍ବାଇନ୍ ହେଇଛି। କେଉଁ ଆପ୍ରୋଚ୍? ଆମେ ଏଟାକୁ ଡାଇରେକ୍ଟ ଆମେ କରିବା କେଉଁ ଆପ୍ରୋଚ୍? ଆମେ ହେବା ଏଟା ଅପସନ୍ ଏ କନଷ୍ଟ୍ରକ୍ଟିଭିଷ୍ଟ ଆପ୍ରୋଚ୍। ମାନେ କନଷ୍ଟ୍ରକ୍ଟିଭିଷ୍ଟ ମାନେ କ'ଣ? ଚାଇଲ୍ଡ ସେଣ୍ଟର୍ଡ ଏଜୁକେସନ୍କୁ ଫଲୋ କରେ। ଷ୍ଟୁଡେଣ୍ଟ ଗୋଟେ ଚାଇଲ୍ଡ କିପରି ନିଜେ ନଲେଜକୁ କନଷ୍ଟ୍ରକ୍ଟ କରିବ ସେ ଉପରେ ଏହା ଧ୍ୟାନ ଦେଇଥାଏ। ବୁଝିଲା? ତ ଆପଣଙ୍କର ଅପସନ୍ ଏ ହେଇଯିବ କରେକ୍ଟ ଆନ୍ସର୍। ଏଇ 49 ନମ୍ବର ପ୍ରଶ୍ନଟା ଆପଣଙ୍କୁ କ'ଣ ଲାଗୁଛି? ଆପଣ ଏଟା ନିଶ୍ଚିତ ଭାବରେ କମେଣ୍ଟ କରିକି ଜଣାନ୍ତୁ। ଅପସନ୍ ଏ ହେଇପାରେ, ନହେଲେ ଅପସନ୍ ସି କଗ୍ନିଟିଭିଷ୍ଟ କିମ୍ବା କନଷ୍ଟ୍ରକ୍ଟିଭିଷ୍ଟ ଆପଣଙ୍କର କରେକ୍ଟ ଆନ୍ସର୍ ହେଇପାରେ। ଆଉ ଏ ଦୁଇଟା ହେବ ନାହିଁ। ତ ଆପଣ ନିଶ୍ଚିତ ଭାବରେ କମେଣ୍ଟରେ ଜଣାନ୍ତୁ କି 41 ନମ୍ବର ପ୍ରଶ୍ନର ସଠିକ୍ ଆନ୍ସର୍ କ'ଣ ହେବ। who viewed the child as a little scientist। କିଏ କହିଥିଲେ ଚାଇଲ୍ଡଟା ଗୋଟିଏ ଲିଟିଲ୍ ସାଇଣ୍ଟିଷ୍ଟ ବୋଲି? କିଏ କହିଥିଲେ? ଏଇଟା ଆପଣଙ୍କର ପିଆଜେଟ୍ କହିଥିଲେ। ପିଆଜେଟ୍ କ'ଣ କହିଥିଲେ? ଚାଇଲ୍ଡ ହେଉଛି ଗୋଟେ ଲିଟିଲ୍ ସାଇଣ୍ଟିଷ୍ଟ। ଆଉ ସେ ପିଆଜେଟ୍କୁ କ'ଣ କୁହାଯାଏ? ପିଆଜେଟ୍କୁ ରାଡ଼ିକାଲ୍ କନଷ୍ଟ୍ରକ୍ଟିଭିଷ୍ଟ ବୋଲିକି କୁହାଯାଏ। ସେ ତାର ମାନେ ଫୁଲ୍ଲି ଫୋକସ୍ କରିଥିଲେ କି ଚିଲଡ୍ରେନ୍ କ'ଣ କରିବ? ନିଜେ ହିଁ ନଲେଜ୍ କନଷ୍ଟ୍ରକ୍ଟ କରିବ। ତାପରେ ସେ ଆମର ଯେଉଁ କନସେପ୍ଟ ଗୁଡ଼ା ଦେଇଥିଲେ, ଯେଉଁ ଚାରିଟା ତାଙ୍କର ଷ୍ଟେପ୍ ଦେଇଥିଲେ, ସେଗୁଡ଼ା ଆମେ ଡିସ୍କସନ୍ କରିଛେ। ତାପରେ ଆଗକୁ ଯିବା, ଆମେ କ'ଣ ଦେଖିବା? 43 ନମ୍ବର ପ୍ରଶ୍ନ ହେଉଛି କ'ଣ? ଇଣ୍ଟେଲିଜେନ୍ସ ଟେଷ୍ଟ କ୍ୟାନ୍ ବି। 43 ନମ୍ବର କ'ଣ? ଇଣ୍ଟେଲିଜେନ୍ସ ଟେଷ୍ଟ କ୍ୟାନ୍ ବି। କିପରି ଇଣ୍ଟେଲିଜେନ୍ସ ଟେଷ୍ଟଟା କିପରି ହୋଇଥାଏ? ଭର୍ବାଲ୍ରେ ବି ହେଇଥାଏ, ନନ୍ ଭର୍ବାଲ୍ ପରଫର୍ମାନ୍ସ ବେସ୍ଡ ବି ହେଇଥାଏ। ଆମର କ'ଣ ହେଇଯିବ? ଅପସନ୍ ଡି ହେଇଯିବ ଆମର କରେକ୍ଟ ଅପସନ୍ ଆନ୍ସର୍, ଯାହାକି ଅଲ୍ ଅଫ୍ ଦ ଏବଭ୍। ତାପରେ 44 ନମ୍ବର ପ୍ରଶ୍ନ ଦେଖିବା କ'ଣ? 44 ନମ୍ବର ପ୍ରଶ୍ନ ଆମର କହିଛି କ୍ରିଏଟିଭିଟି ଇନଭଲ୍ଭସ୍। କାହାକୁ ଇନଭଲ୍ଭ କରିଥାଏ? ଆମେ ଡାଇରେକ୍ଟ ଜାଣିଛେ କି ସେଥିରେ ଅରିଜିନାଲିଟି ରହିଥାଏ, କିଛି ତା'ର କ୍ରିଏଟିଭ୍ ଆଇଡ଼ିଆ, ଅରିଜିନାଲ୍ ଆଇଡ଼ିଆ, କିଛି ଡାଇଭର୍ସ ଥିଙ୍କିଂ ରହିଥାଏ। ତ ଆମେ ଏଠାରେ କେଉଁ ଅପସନ୍ଟା ଠିକ୍ କରିପାରିବା? ଆମର ଅପସନ୍ ସି ଆମେ ଠିକ୍ କରିପାରିବା। କୌଣସି ମେମୋରାଇଜିଂ ଫ୍ୟାକ୍ଟ ରୁହେ ନାହିଁ, ଲଜିକାଲ୍ ଥିଙ୍କିଂ ତ ଥାଏ, ଓନ୍ଲି ବି ଭୁଲ ହେଇଯିବ। ଲଜିକାଲ୍ ରିଜନିଂ ବି ଥାଏ, କିନ୍ତୁ ମୋଷ୍ଟ ଆପ୍ରୋପ୍ରିଏଟ୍ ଯଦି ଆମେ ବାଛିବା ତାହେଲେ ଆମର ଅପସନ୍ ସି ହେଇଯିବ।
देन 45 नंबर प्रश्न देखिबा कोन होय छै 45 नंबर प्रश्न द फर्स्ट स्टेप इन द क्रिएटिव प्रोसेस इज द फर्स्ट स्टेप इन द क्रिएटिव प्रोसेस रो फर्स्ट स्टेपटा कोन आपणकर फर्स्ट स्टेपटा होची प्रिपरेशन ऑप्शन डी आपणकर करेक्ट आंसर देन 46 कोन स्कैफोल्डिंग इज मीन टू स्कैफोल्डिंग विषय मु आपणकु बुझे कोन टेम्परारी सपोर्ट टेम्परारी सपोर्ट किपरि मन करंतु आपण साइकिल चलेवा शिखुचंती तो आपण जेते बेले साइकिल चलाउछंती सेते बेले पछुआड़े जड़े धरिकी जड़े व्यक्ति टेकी जे भी हो ठिया होइथिबो ताले आपण बसिकी चलेवा शिखिबे किंतु जेते बेले शिखि सारिला परे से सब बेले आपणकर पछुआड़े ठिया होइकी धरिबो नहीं सेटा कोन टेम्परारी सपोर्ट आपण शिखिगला परे आपणको आ कोनोसी सपोर्ट दरकार पड़िबो नहीं सेटा को स्कैफोल्डिंग बोली कहा जाए कोन सपोर्ट लर्नर टेम्परारी कोनोसी टेम्परारी सपोर्ट ताकू प्रदान करा जिवो तो स्कैफोल्डिंग रो हमर जे सठिक ऑप्शन ही जिवो कोन सपोर्ट लर्नर्स टेम्परारी कोनोसी प्रकार सपोर्ट प्रदान करिवा 47 नंबर प्रश्न देखिबा कोन कहिछि 47 नंबर प्रश्न कहिछि व्हिच साइकोलॉजिस्ट एम्फासाइज इंटरनल प्रोसेसेस इन लर्निंग इंटरनल प्रोसेसेस एटा के कहिछि व्हिच साइकोलॉजिस्ट एम्फासाइज्ड इंटरनल प्रोसेसेस इन लर्निंग एटा किए देथिले एटा हमरो जो इंटरनल प्रोसेसेस हमरो पियाजे ठीक तो 49 नंबर जो प्रश्नटा आपणकर रहुछि सेटा कोन थिला व्हिच साइकोलॉजिस्ट एम्फासाइज्ड इंटरनल प्रोसेस इन लर्निंग जोटा कि आपणकर करेक्ट ऑप्शन हे जो आपणकर पियाजेट ऑप्शन सी देन देखिबा हमें नेक्स्ट जेडपीटी मो एटा आपणको प्रथम रु कहिछि कोन द टर्म जेडपीटी वाज इंट्रोड्यूस्ड बाय जेडपीटी जहा कि कोन जेडपीटी होछि हमरो जोन ऑफ प्रॉक्सिमल डेवलपमेंट कोन जोन ऑफ प्रॉक्सिमल डेवलपमेंट जहार को फाउंडर किमा जहार कांसेप्ट आपनको किए देथिले हमरो भाइकोस्की हमरो ऑप्शन कोन सी ऑप्शन करेक्ट ता सहित जेडपीडी सहित हमरो एमकेओ स्कैफोल्डिंग एगुडा भी मध्य भाइकोस्की कांसेप्ट गुडा देई थिले तापर 49 नंबर प्रश्न देखिबा कोन 49 नंबर प्रश्न हवा व्हिच इज नॉट ए कंपोनेंट ऑफ इंटेलिजेंस अकॉर्डिंग टू कौन कही गार्नर व्हिच इज नॉट कही आपन सब बेले ध्यान देवे कि नेगेटिव भी प्रश्न रे पचारि पारे व्हिच इज नॉट ए कंपोनेंट ऑफ इंटेलिजेंस अकॉर्डिंग टू गार्नर आपणकर केउटा हो ए भितर आपणकर हो जो आमर कॉम्पिटिटिव हो आपणकर भूल ऑप्शन जोटा कि आपणकर आंसर ऑप्शन डी तापर नेक्स्ट देखिबा लास्ट जो आमर प्रश्न अच्छी 50 नंबर इंटेलिजेंस इज बेस्ट डिस्क्राइब्ड अस डिस्क्राइब्ड अस किपरि आमे ताकू डिस्क्राइब करि परिबा ए सिंगल स्किल सिंगल तो हबनी फिक्स्ड भी कोनोसी प्रकार रो नुहे रिजिड भी हबनी आपण कोन बंचिला ऑप्शन सी ए सेट ऑफ मेंटल एबिलिटी एटा आपणकर करेक्ट आंसर तो आमे देखिले काली देखिले आमे 25टा प्रश्न आज देखिले से यूनिट रो आउ 25टा प्रश्न जहा कि हमर टोटल ही गला 50 आशा करूची आपणकर जो प्रश्न गुडा एग्जाम रिलेटेड थिबो आउ एगुडा को आपण निश्चित भाव रे थरे थरे देखिकी जानते धन्यवाद।